ଏବେ ତ ନିର୍ବାଚନ ସରିଛି, ଡାବା ଭିତରେ ଅଛି। ଡାବାରୁ ସାପ ବାହାରୁଛି କି ବେଙ୍ଗ ବାହାରୁଛି ଗଣତି ହେଲେ ଜଣା ପଡିବ। ଦେଖନ୍ତୁ କୋର୍ଟ ଜିତିବ ନ ଜିତିବ ମୁଁ ଜାଣିନି। କୋରାପୁଟ ସାଂସଦ କିନ୍ତୁ ନିଶ୍ଚିତ ଭାବରେ ଜିତିବେ। କାହିଁକି ଆମେ ଯେତେ ଏମଏଲଏ କ୍ୟାଣ୍ଡିଡେଟ୍ ଥିଲୁ ସମସ୍ତେ ତାଙ୍କୁ ସହଯୋଗ କରିଛୁ। ଏଇଟା ପ୍ରଥମ କଥା। ଦ୍ୱିତୀୟ କଥାଟି ହେଲା ରାଜ୍ୟରେ ଯୋଉ ଏକ୍ଜିଟ୍ ପୋଲ୍ କଥାଟା କହୁଛନ୍ତି, ବିଜୁ ଜନତା ଦଳ ଗୋଟିଏ କଥା କହୁଛି, ବିଜେପି ଦଳ ଗୋଟିଏ କଥା କହୁଛି। ଦୁଇଟି ଯାକ କଥା ସତ୍ୟ ମୁଁ ଗ୍ରହଣ କରୁନି। ଦୁଇଟି ଯାକ ଠିକ୍ ଭାବରେ କରିନାହାନ୍ତି। ଯିଏ ଯାହା କଥାଟି କହୁଛନ୍ତି, ବିଜେପି ତା କଥାଟି କହୁଛି ସରକାର ଗଢ଼ିବ, ବିଜେଡି ତା କଥା କହୁଛି 117 ଆମେ ସରକାର ଗଢ଼ିବୁ, ବିଜେପି କହୁଛି ଆମ ସଂଖ୍ୟା ଅଧିକ ଅଛି ଆମେ ସରକାର ଗଢ଼ିବୁ। ଟାର୍ଗେଟ କଂଗ୍ରେସ ଉପରେ ରଖିଛନ୍ତି, କିନ୍ତୁ କଂଗ୍ରେସ କମଜୋରି ହେଇନି। କଂଗ୍ରେସ ତା ଟାର୍ଗେଟରେ ସେ ପହଞ୍ଚିଛି। 9ରୁ 90 ହେଇ ନପାରେ, କିନ୍ତୁ ଆମେ ବହୁତ ଭୋଟ ଆମେ ସିଟ୍ ଆମେ ନଉଛୁ। ବହୁତ କଥା ନେଇ ଆମେ ନ ହେଇପାରେ, କିନ୍ତୁ ଆମେ ନିଶ୍ଚିତ ଭାବରେ ଗଲା ଥର ଅପେକ୍ଷା ଏଥର ନିଶ୍ଚିତ ଭାବରେ ବହୁତ ଭଲ କରିଛୁ। ବହୁତ ଭଲ କରିଛୁ। ଏବଂ ଏ ଯୋଉ ଅର୍ଥବଳ, ବାହୁବଳ, ସରକାରୀ କଳ, ବିଜେପି ବାରମ୍ବାର କଂଗ୍ରେସକୁ ଆଟାକ୍ କରିବା, ତାପରେ ବିଜେଡି କି ଆଟାକ୍ କରିବା, ଏ ନିର୍ବାଚନଟା ସରପଞ୍ଚ ମାନେ ଗାଁ ଗହଳିରେ ଯେମିତି କହୁଥିଲେ, ତୁ ତାର ସେଦିନ ତୁ ମାଣ୍ଡିଆ ପେଜ ଦେଇନଥିଲୁ, ତୁ ଏବେ ପଖାଳ ଖାଉଛୁ, ତୁ ଏବେ ଘାସ ଖାଉଛୁ, ତୋ ଝିଅ ଏମିତି, ତୋ ପୁଅ ଏମିତି, ଏ ଯୋଉ ହୁଏ, ଠିକ୍ ଜଣେ ପ୍ରଧାନମନ୍ତ୍ରୀ ସେଇ ଭାବରେ ଆଜି ପ୍ରଚାର କରିଛନ୍ତି। ମାନେ ଅତି ତଳ ସ୍ତରକୁ ଯାଇକରି ପ୍ରଚାର କରିଛନ୍ତି, ଏବଂ ଯୋଉଟା କି ଭବିଷ୍ୟତରେ ସାଧାରଣ ଜନତା ଏବଂ ସମ୍ବିଧାନ ସୁରକ୍ଷିତ ନୁହେଁ, ଶୁଭଙ୍କର ବି ନୁହଁ। ସେଥିପାଇଁ ଏବେ ତ ନିର୍ବାଚନ ସରିଛି, ଡାବା ଭିତରେ ଅଛି। ଡାବାରୁ ସାପ ବାହାରୁଛି କି ବେଙ୍ଗ ବାହାରୁଛି ଗଣତି ହେଲେ ଜଣା ପଡିବ। ଓଡ଼ିଶାରେ 4ରୁ 5 କଂଗ୍ରେସ ଆସିବାଟା ପକ୍କା। ଏଇଟା ଏମ୍ପିରେ। ବିଧାନସଭାରେ ଆମର ଆସିବ ବହୁତ ହବ। ମୁଁ ଆକଳନ କରିନି, କିନ୍ତୁ ନିଶ୍ଚିତ ଭାବରେ ଭଲ ହବ। କଂଗ୍ରେସ କାହିଁ ଗଢ଼ିବନି? ଆମେ ଯଦି 80-90 ଆଣିବୁ, କାହିଁ ସରକାର ଗଢ଼ିବନି? ଆମେ ବି 80-90 ଆଣିବା ପାଇଁ ଆମେ ଆଶା ଅଛି।